ମା ବଗଳାମୁଖୀ କିଏ? ଅପୂର୍ବ ତାନ୍ତ୍ରିକ ରୂପ ଧାରଣ କରିଥିବା ଦେବୀ, ଯିଏ ଶତ୍ରୁ ବିନାଶ, ମନ ନିୟନ୍ତ୍ରଣ ଏବଂ ବିପଦ ରୋକିବାରେ ଅତ୍ୟନ୍ତ ଶକ୍ତିଶାଳୀ। ବଗଳାମୁଖୀ ନାମର ଅର୍ଥ, ଏହାର ଅର୍ଥ ହେଉଛି ଶତ୍ରୁଙ୍କର ବୁଦ୍ଧିକୁ ବନ୍ଧନ କରିଦେଇ ତାଙ୍କର ଶକ୍ତିକୁ ନିଷ୍କ୍ରିୟ କରିଦେବା ଦେବୀ। ସେ ଶତ୍ରୁଙ୍କ ମୁଖ ଓ ମନକୁ ବନ୍ଧନ କରନ୍ତି, ଭକ୍ତଙ୍କୁ ମାନସିକ ଶକ୍ତି ଓ ଅଦୃଶ୍ୟ ଶକ୍ତି କବଳରୁ ସୁରକ୍ଷା ଦିଅନ୍ତି। ତାଙ୍କ ମନ୍ତ୍ର ଅତ୍ୟନ୍ତ ଶକ୍ତିଶାଳୀ ଓ ତାନ୍ତ୍ରିକ ଅନୁଷ୍ଠାନ ପାଇଁ ବ୍ୟବହୃତ ହୁଏ। ମାଙ୍କ ମୁଖ୍ୟ ଉପାସନା କ୍ଷେତ୍ର ହେଉଛି ଶତ୍ରୁ ବିନାଶ, ମକଦ୍ଦମା ଜିତିବା, ମନତତ୍ତ୍ୱ ଉପରେ ନିୟନ୍ତ୍ରଣ ଓ ଦୁଷ୍ଟ ଶକ୍ତିର ନିବାରଣ। ଓଡ଼ିଶା ଓ ଭାରତର କିଛି ତାନ୍ତ୍ରିକ ଶିବିରରେ ମାଙ୍କୁ ବଗଳାମୁଖ ଭାବରେ ଉପାସନା କରାଯାଏ, ଯେଉଁଠି ମନ୍ତ୍ର, ଯନ୍ତ୍ର ଓ ତାନ୍ତ୍ରିକ ରୀତି ମାଧ୍ୟମରେ ଦେବୀଙ୍କ ଆଶୀର୍ବାଦ ନେଉଥିବା ଭକ୍ତମାନେ ଅନେକ ଦୁଷ୍ଟ ଶକ୍ତି, ଦୁଃଖ ଓ ଶତ୍ରୁଠାରୁ ମୁକ୍ତି ପାଇଛନ୍ତି। ମା ବଗଳାମୁଖୀଙ୍କ ବାହନ କିଏ? ମା ବଗଳାମୁଖୀଙ୍କ ବାହନ ହେଉଛି ଶ୍ଵେତ ହଂସ। ବାହନର ଅର୍ଥ ଓ ମାନ୍ୟତା ବିଦ୍ୟା, ବୁଦ୍ଧି ଓ ଶୁଦ୍ଧିର ପ୍ରତୀକ। ଏହି ବାହନ ଦେଖାଏ ଯେ ମା ବଗଳାମୁଖୀ ନା କେବଳ ଶତ୍ରୁ ବିନାଶ କରନ୍ତି, ବରଂ ସଦ୍ବୁଦ୍ଧି ଦିଅନ୍ତି, ମନକୁ ସଫା କରନ୍ତି ଓ ଧାର୍ମିକ ମାର୍ଗରେ ଦେଖାନ୍ତି। ହଂସ ବିଚକ୍ଷଣ ପ୍ରାଣୀ, ଯାହା କ୍ଷୀର ଓ ଜଳ ଭିତରୁ କ୍ଷୀରକୁ ଚୟନ କରେ। ମାଙ୍କ ବାହନ ମଧ୍ୟ ଦୁଷ୍ଟ ଓ ଶୁଭ ଶକ୍ତିକୁ ଅଲଗା କରିବାର ଶକ୍ତିର ପ୍ରତୀକ। କେତେକ ତାନ୍ତ୍ରିକ ପାଠରେ ମଧ୍ୟ ମାଙ୍କୁ ନୀଳ ରଙ୍ଗର ହଂସ ଉପରେ ବସିଥିବା ଭାବେ ମଧ୍ୟ ବର୍ଣ୍ଣନା କରାଯାଇଛି, ଯାହା ଦେଖାଏ ତାଙ୍କ ଶକ୍ତିର ରୌଦ୍ର ଓ ଅପରାଜିତା ରୂପ। ମା ବଗଳାମୁଖୀଙ୍କ ପ୍ରମୁଖ ବାହନ ଶ୍ଵେତ ହଂସ, ଯାହା ଶୁଦ୍ଧି, ବିଦ୍ୟା ଓ ନ୍ୟାୟର ପ୍ରତୀକ। ମା ବଗଳାମୁଖୀଙ୍କୁ କେଉଁ ଫୁଲ ପ୍ରିୟ? ମା ବଗଳାମୁଖୀ ହେଉଛନ୍ତି ଶତ୍ରୁ ବିନାଶ ଓ ମନୋବାଞ୍ଛା ପୂରଣ କରୁଥିବା ଏକ ତାନ୍ତ୍ରିକ ଶକ୍ତିର ଦେବୀ। ତେଣୁ ତାଙ୍କ ପୂଜାରେ ଯେଉଁ ଫୁଲ ଗୁଡ଼ିକ ବ୍ୟବହାର କରାଯାଏ, ସେଗୁଡ଼ିକ ମଧ୍ୟରେ ମାଙ୍କୁ କିଛି ବିଶେଷ ମାଙ୍କ ପ୍ରିୟ ଫୁଲ ହଳଦୀ ଚମ୍ପା। ଏହି ଫୁଲ ତାନ୍ତ୍ରିକ ପୂଜାରେ ବହୁତ ମୁଖ୍ୟ। ମାଙ୍କର ପୀତାମ୍ବର ରୂପ ଓ ଶକ୍ତିକୁ ଏହା ସମ୍ମାନ ଦିଏ। ପଳାଶ ଫୁଲ, ଏହି ଫୁଲ ତାନ୍ତ୍ରିକ ଶକ୍ତି ଓ ରୌଦ୍ର ରୂପ ପାଇଁ ପ୍ରସିଦ୍ଧ। ଏହା ମାଙ୍କୁ ବହୁତ ପ୍ରିୟ ବୋଲି ତାନ୍ତ୍ରିକ ଗ୍ରନ୍ଥ ଓ ପୁରାତନ ମନ୍ତ୍ର ପାଠରେ ଉଲ୍ଲେଖ ମିଳେ। ରକ୍ତ ଗୋଲାପ, ଏହା ଶକ୍ତି, ଭକ୍ତି ଓ ଏକାଗ୍ରତାର ପ୍ରତୀକ। ଏହି ଫୁଲ ମାଙ୍କୁ ଦେଲେ ତାନ୍ତ୍ରିକ ପୂଜାରେ ଶକ୍ତି ବଢ଼ିଥାଏ। ନୀଳ ଅପରାଜିତା, ଏହି ଫୁଲ ମନ ଶାନ୍ତି, ଶତ୍ରୁ ନିବାରଣ ଓ ତାନ୍ତ୍ରିକ ବିଧିରେ ବ୍ୟବହୃତ ହୁଏ। ମମତାମୟୀ ରୂପ କ'ଣ? ମା ବଗଳାମୁଖୀଙ୍କୁ ସାଧାରଣତଃ ଏକ ଶତ୍ରୁ ବିନାଶକାରୀ ତାନ୍ତ୍ରିକ ଶକ୍ତିର ଦେବୀ ଭାବରେ ପୂଜା କରାଯାଏ। ତେବେ ଏହି ଶକ୍ତିମୟ ରୂପରେ ମଧ୍ୟ ଗଭୀର ଭାବେ ମମତା ଓ ରକ୍ଷାକାରୀ ମାତୃ ରୂପ ରହିଛି। ମାଙ୍କର ମମତାମୟୀ ରୂପ ଯେଭଳି ଏକ ମା ତାଙ୍କ ଶିଶୁକୁ ବିପଦରୁ ବଞ୍ଚାଇଥାଏ, ସେମିତି ମା ବଗଳାମୁଖୀ ମଧ୍ୟ ତାଙ୍କ ଭକ୍ତଙ୍କୁ ଦୁଷ୍ଟ ଶକ୍ତି, ଶତ୍ରୁ ଓ ମନ ଭୟରୁ ରକ୍ଷା କରନ୍ତି। ମନ ଶାନ୍ତି ଓ ଧୈର୍ଯ୍ୟ ଦେବାର ଶକ୍ତି। ଯେଉଁଦିନ ଭକ୍ତ ଭୟଭୀତ, ଅଶାନ୍ତିରେ ଅଛନ୍ତି, ସେଦିନ ମାଙ୍କ ମନ୍ତ୍ର ଓ ନାମ ଜପ କଲେ ଭୟ ହଟିଯାଏ। ଅନ୍ୟାୟରେ ପଡ଼ିଥିବା ଭକ୍ତଙ୍କ ପାଇଁ ସେ ମାତୃଶକ୍ତିର ଢାଲ। ଯେଉଁମାନେ ଅନ୍ୟାୟ, ଅଭିଯୋଗ ବା ଶତ୍ରୁ ଜାଲରେ ଫସିଥିବେ, ତାଙ୍କୁ ମା ରକ୍ଷା କରନ୍ତି। ଏହା ମଧ୍ୟ ମାଙ୍କର ମମତା ଭରା ରୂପ। ଜୟ ମା ବଗଳାମୁଖୀ। ସମସ୍ତଙ୍କର ମଙ୍ଗଳ କରନ୍ତୁ।